ମୁଁ ଖାଲି ଗୋଟେ ଗାମୁଛା ପିନ୍ଧିଥିଲି ଆଉ ବୋଉ ଗୋଟେ ଶାଢ଼ୀଟିଏ ପିନ୍ଧିଥିଲା। ମୁଁ ଘରେ ବି ଗାମୁଛା ପିନ୍ଧିକି ଶୁଏ ବୋଲି ବୋଉ ମୋତେ କିଛି କହିଲାନି। ଆଉ ଆମେ ଶୋଇଲୁ। ବୋଉ ମୁଁ ଗୋଟେ ସପ୍ରେ ଶୋଇଲୁ। ବୋଉ ମୋର ବାମ ପଟେ ସେପଟକୁ ମୁହଁ କରି ଶୋଇଥିଲା। ମୁଁ ବି ଆର ପଟେ ମୁହଁ କରି ଶୋଇଲି। ଆମ ଭିତରେ ଏମିତି ହୋଇଥିବାରୁ ବୋଉକୁ ମୋ ଆଡ଼କୁ ଚାହିଁ ଦେଖିବାକୁ ଖରାପ ଲାଗୁଥିଲା। ମୁଁ ବି ବୋଉକୁ ଆଉ ଚାହୁଁନଥିଲି। କିଛି ସମୟ ପରେ ବୋଉ ତା ଆଡ଼ୁ ମୋତେ ପଚାରିଲା, ତୁ ଆମ ଭିତରେ ଆଜି ଯାହା ହେଲା କାହାକୁ କିଛି କହିବୁନି ତ? ମୁଁ ବୋଉକୁ କହିଲି ନା। ତାପରେ ବୋଉ ମୋ ଆଡ଼କୁ ବୁଲିଗଲା। ମୁଁ ବି ତା ଆଡ଼କୁ ବୁଲି। ତାପରେ ବୋଉ ମୋତେ କହିଲା, ତୁ ଆକୁ କେମିତି ଜାଣିଛୁ? ମୁଁ କହିଲି, ଇଏ ମୋର ଫେସବୁକ୍ ଫ୍ରେଣ୍ଡ। ବୋଉ ତାପରେ ପଚାରିଲା, ତୁ ଯେଉଁ କୁଆଡ଼େ ବାହାରକୁ ବୁଲିବାକୁ ଯାଉଛୁ ବୋଲି କହୁଥିଲୁ, ସେଇଟା କ'ଣ ଏଇ ଜାଗା? ମୁଁ ହଁ କହିଲି। ଆଉ କହିଲି, ମୁଁ ବି ଜାଣିନଥିଲି। ମୁଁ ଯାହାକୁ ଗେଇବାକୁ ଆସିଛି ସିଏ ତୁ ବୋଲି। ବୋଉ ସେଇଠୁ ମୋତେ କହିଲା, ତତେ ସେଠି କେହି ମିଳୁନଥିଲେ? ମୁଁ ସେଇଠୁ ବୋଉକୁ କହିଲି, ମୁଁ ଦେଖିବାକୁ ତ କଳା, ମୋତେ କ'ଣ ଝିଅ ମିଳିବେ? ଆଉ ଏ ବୟସରେ ମୋ ସାଙ୍ଗମାନେ କେତେ ଝିଅଙ୍କୁ ପଇସା ଦେଇ ଗେଇଛନ୍ତି। ମୋ ପାଖରେ ତ ପଇସା ନାହିଁ। ସାଙ୍ଗ ମୋତେ କହିଲା ସେ ମୋତେ ମାଗଣାରେ ଦେବ ବୋଲି। ମୁଁ ରାଜି ହୋଇ ଚାଲି ଆସିଲି। ବୋଉ ସେଇଠୁ ମୋତେ କହିଲା, ମାନେ ତୁ ଆଜି ମୋତେ ପ୍ରଥମ ଥର ଗେଇଲୁ, ଆଗରୁ କାହାକୁ କରିନଥିଲୁ? ମୁଁ ମନା କଲି। ସେଇଠୁ ବୋଉ ପଚାରିଲା, ତାହେଲେ ତୁ ମୋତେ ନୂଆ ନୂଆ ଷ୍ଟାଇଲରେ କେମିତି ଗେଉଥିଲୁ? ମୁଁ କହିଲି, ମୁଁ ଏସବୁ ମୋବାଇଲରେ ଦେଖିକି ଶିଖିଛି। ବୋଉ ସେଇଠୁ ଆଉ କିଛି କହିଲାନି। ଆଉ ସେପଟକୁ ମୁହଁ ବୁଲେଇକି ଶୋଇପଡ଼ିଲା। ମୁଁ ସେଇଠୁ ବୋଉକୁ ପଚାରିଲି, ବୋଉ ତୋର ଏମିତି କ'ଣ ହେଲା ଯେ ତୁ ଆଠୁ ପଇସା ନେଉଥିଲୁ ଆଉ ଆମକୁ ମିଛ କହି ଆ ପାଖକୁ ରହିବାକୁ ପଳାଇ ଆସିଲୁ? ବୋଉ କିଛି ସମୟ ଚୁପ୍ ରହିଲା। ତାପରେ କହିଲା, ତୋ ବାପା ତ ମଦ ପିଇକି ଘରେ ଶୋଇଲେ। ବେଳେବେଳେ କାମ ଆସିଲେ ଘରୁ 5 ଦିନ ପାଇଁ ଯାଆନ୍ତି। ଯେ ସେତିକି ପଇସା ଦିଅନ୍ତି, ମୁଁ ସେତିକିରେ ତୁମକୁ କେମିତି ଚଳେଇବି? ଓ ରୋଷେଇରେ ବି ମୋତେ ଏତେ ପଇସା ମିଳେ ନାହିଁ। ସେଥିପାଇଁ ଯେତେବେଳେ ତୋ ସାଙ୍ଗ ମୋତେ ମେସେଜ କଲା, ମୁଁ ବି ତା ସହ କଥା ହେଲି। ଆଉ ମୁଁ ବେଳେବେଳେ କିଛି ପଇସା ବି ମାଗୁଥିଲି ତୁମମାନଙ୍କୁ ଚଳେଇବା ପାଇଁ। ତାପରେ ଦିନେ ତୋ ସାଙ୍ଗ ମୋତେ ତୋ ପାଖକୁ ଡାକିଲା କିଛି ଦିନ ରହିବା ପାଇଁ। ମୁଁ ପ୍ରଥମେ ତାକୁ ମନା କଲି। ପରେ ଭାବିଲି ଯଦି ସେ ରାଗିକି ଆଉ ମୋତେ ପଇସା ଦେବନି, ସେଥିପାଇଁ ମୁଁ ରାଜି ହୋଇଗଲି। ହେଲେ ସେଇଟା ମୋ ପାଇଁ ବହୁତ ବଡ଼ ଭୁଲ ଥିଲା। ତାପରେ ବୋଉ କିଛି କହିଲାନି। ମୁଁ ସେଇଠୁ ବୋଉକୁ ପଚାରିଲି, ତୁ ବା ତୋ ମାଲିକ ପାଖରେ ଶୋଇ ପଇସା ଆଣୁ? ବୋଉ କହିଲେ, ତୋତେ କିଏ କହିଲା? ମୁଁ କହିଲି, ଲୋକ କହିଲେ। ବୋଉ ପ୍ରଥମେ ମନା କଲା ଯେ ନା, ମୁଁ ସେମିତି କରିନି। ମୋ ବୋଉକୁ ବାରମ୍ବାର ପଚାରିବାରୁ ବୋଉ ଲାଷ୍ଟକୁ ହଁ କହିଲା। ମୁଁ କହିଲି, ସେ କ'ଣ ତୋତେ ପଇସା ଦେଉନଥିଲେ ନା ଶାନ୍ତି କରିପାରୁନଥିଲେ? ବୋଉ କହିଲା, ନା, ସେ 500 ଟଙ୍କା ଦିଅନ୍ତି। ମୁଁ କହିଲି, 500 ଟଙ୍କା ମାତ୍ର? ବୋଉ କହିଲା, ହଁ, କାହିଁକି ନା ତାଙ୍କର ପୁରା ଛୋଟଟେ, ସେ ବି ବହୁତ କମ୍ ସମୟରେ ଝଡ଼ିଯାଆନ୍ତି। ମୁଁ ସେଇଠୁ ଆଉ କିଛି କହିଲିନି। ତାପରେ ମୁଁ ଟିକେ ବୋଉ ଆଡ଼କୁ ଯାଇ ତା ପଛପଟେ ମୋର ବାଣ୍ଡକୁ ମାଡ଼ି ତାକୁ ପଛପଟୁ କୁଣ୍ଢାଇ ତାକୁ ଧରି କହିଲି, ବୋଉ ତୁ ଆମ ପାଇଁ ଏତେ ସବୁ କରୁଛୁ, ମୁଁ ଜାଣିନଥିଲି, ମୋର ଭୁଲ ହୋଇଯାଇଛି। ବୋଉ ବି କହିଲା, ନା, ତୁ ଭୁଲ ମାଗନା। ଆଜି ଯାହା ହୋଇଛି ସେସବୁ ଭୁଲିଯା। ତାପରେ ମୁଁ ବୋଉ ଉପର ହାତ କାଢ଼ି ତାକୁ ପାଖରୁ ଘୁଞ୍ଚିଗଲି। ଆଉ ବୋଉକୁ କହିଲି, ବୋଉ ଆଜି କ'ଣ ଏତେ ଜୋରରେ ଶୀତ ହେଉଛି? ବୋଉ ବି କହିଲା, ହଁ, ଆଜି ଜୋରରେ ଶୀତ ହେଉଛି। ହେଲେ ଏଠି କମ୍ବଳ ନାହିଁ। ଆମକୁ ଏମିତି ହିଁ ରାତି କାଟିବାକୁ ହେବ। ମୁଁ କହିଲି, ହଁ। ମୁଁ ସେଇଠୁ ମୋର ଗାମୁଛାକୁ କାଢ଼ି ଘୋଡ଼େଇ ହୋଇଗଲି। ବୋଉ ବି ତାର ଲୁଗାକୁ ଭଲରେ ଦେହରେ ଗୁଡ଼େଇ ହୋଇଗଲା। କିଛି ସମୟ ପରେ ମୁଁ ବୋଉକୁ କହିଲି, ବୋଉ ଯାହା କଲେ ବି ଶୀତ କମୁନି, ଆଜି ଆଉ ଶୋଇ ହେବନି। ବୋଉ ସେଠୁ କହିଲା, ତୁ ମୋ ପାଖକୁ ପଳେଇ ଆସ, ଆଉ ମୋ ଲୁଗାରୁ ଟିକେ ନେଇକି ଘୋଡ଼େଇ ହୋଇପଡ଼। ମୁଁ ହଁ କହି ବୋଉ ଆଡ଼କୁ ଯାଇ ତା ଲୁଗା ଟିକେ ଟେକି ମୋ ଦେହରେ ପକେଇଲି। ବୋଉକୁ ବି ଶୀତ ହେଉଥାଏ। କିଛି ସମୟ ପରେ ବୋଉ ବି ମୋ ଆଡ଼କୁ ଘୁଞ୍ଚି ଆସିଲା। ମୁଁ ବୋଉ ଆଡ଼କୁ ମୁହଁ କରି ଶୋଇଥିବାରୁ ବୋଉ ତାର ଗାଣ୍ଡି ଆସି ମୋ ବାଣ୍ଡରେ ବାଜିଲା। ବୋଉ ପୁରା ଜାକି ଜୁକା ହୋଇ ମୋ ଦେହରେ ଚାପି ହୋଇକି ଶୋଇଲା। ବୋଉର ଗାଣ୍ଡିରେ ମୋର ବାଣ୍ଡ ବାଜି ସେ ବି ଠିଆ ହୋଇଗଲା। ବୋଉ କହିଲା, ତୁ କ'ଣ ଗାମୁଛା ପିନ୍ଧିନୁ? ମୁଁ କହିଲି, ନା, ଗାମୁଛା ମୁଁ ଘୋଡ଼େଇ ହୋଇଛି। ବୋଉ ସେଠୁ ଜମାରୁ କିଛି କହିଲାନି। ମୁଁ ତାପରେ ବୋଉର ଗାଣ୍ଡିରେ ଧୀରେ ଧୀରେ ମୋର ବାଣ୍ଡକୁ ଘଷିଲି।
ବୋଉ ଗୋଟେ ପତଳା ଲୁଗା ପିନ୍ଧିଥିବାରୁ ତାକୁ ମୋ ବାଣ୍ଡର ସ୍ପର୍ଶ ପୁରା ଭଲ ଭାବରେ ଜଣାପଡ଼ୁଥିଲା। ମୋ ଦେହ ଧୀରେ ଧୀରେ ଗରମ ହେଉଥିଲା। ବୋଉକୁ ବି ଟିକେ ଟିକେ ଭଲ ଲାଗୁଥିଲା। ସେଥିପାଇଁ ସେ କିଛି କହୁନଥାଏ। ମୁଁ ସେଇଠୁ ସାହସ କରି ପଚାରିଲି, ବୋଉ ଆଜିର ଗିହା ଭଲ ଲାଗିଲା ତ? ବୋଉ ଜୋରସେ ଚିଲେଇ କହିଲା, କ'ଣ କହିଲୁ? ମୁଁ କହିଲି, ଆରେ ମୁଁ କହିବାର ମାନେ ଆଜି ଯଦି ମୁଁ ତୋତେ ଶାନ୍ତି କରିଦେଇଥିବି ତାହେଲେ ମୁଁ ଜାଣିବି ଯେ ମୋ ସ୍ତ୍ରୀ ବି ମୋତେ ବାହା ହୋଇ ଶାନ୍ତିରେ ରହିବ। ବୋଉ ସେଇଠୁ ହସିଲା ଆଉ କହିଲା, ତୁ କେତେ ବଡ଼ ବେଲଚିଆଟା। ହଉ ଶୁଣ, ହଁ ମୋତେ ଆଜି ତୋର ଗିହାଟା ଭଲ ଲାଗିଲା। ତୋ ସ୍ତ୍ରୀ ତୋ ପାଖରେ ଖୁସିରେ ରହିବ। ମୁଁ ସେଇଠୁ ବୋଉକୁ କହିଲି, ସତରେ ବୋଉ ତୋତେ ଭଲ ଲାଗିଲା? ବୋଉ କହିଲା, ତୋର ଯେଉଁ ଏତେ ବଡ଼ ରଖିଛୁ ଆଉ ଯିଏ ନେବ ସେ ଶାନ୍ତି ହୋଇଯିବ। ମୁଁ ସେଇଠୁ ବୋଉକୁ ଆଉ କିଛି କହିଲିନି। ତାପରେ ମୁଁ ଧୀରେ ଧୀରେ ବୋଉର ଗାଣ୍ଡିରେ ମୋର ବାଣ୍ଡକୁ ବସିଲି। ପ୍ରଥମେ ପ୍ରଥମେ ବୋଉ କିଛି କହିଲାନି, ହେଲେ କିଛି ସମୟ ପରେ ବୋଉ କହିଲା, ତୁ କ'ଣ କରୁଛୁ ମୋ ପଛପଟେ? ମୁଁ କହିଲି, କିଛି ନୁହଁ। ବୋଉ ସେଇଠୁ ତା ହାତ ପଛକୁ ଆଣି ମୋର ବାଣ୍ଡକୁ ଧରି କହିଲା, ଏଇଟା କ'ଣ? ମୁଁ କହିଲି, ବୋଉ ତୋ ଗାଣ୍ଡିରେ ଯେତେବେଳଠୁ ଏଇଟା ବାଜିଲାଣି ସେତେବେଳଠୁ ଏମିତି ହୋଇଛି, ଆଉ ମୋତେ ଶୀତ ବି ଟିକେ କମ୍ ଲାଗୁଛି। ବୋଉ ସେଇଠୁ କହିଲା, ନା ତୁ ଆଉ ଏମିତି କର ନାହିଁ। ଏତିକି କହି ବୋଉ ସେପଟକୁ ହାତ କରି ମୋଠୁ ଟିକେ ଦୂରକୁ ଯାଇ ଶୋଇପଡ଼ିଲା। ମୁଁ ସାହସ କରି କହିଲି, ବୋଉ ତୋତେ ଯେତେବେଳଠୁ ଗେହିଛି ସେତେବେଳଠୁ ମୁଁ ତୋ ବିଆ ପାଇଁ ପାଗଳ। ପ୍ଲିଜ୍ ଆଜି ରାତିକ ପାଇଁ ଆମେ ଦୁହେଁ ମହାପୁଅ ନ ହୋଇ ଗୋଟେ ସ୍ୱାମୀ ସ୍ତ୍ରୀ ହିସାବରେ ଗିହାଗିହି ହେବା। କାଲିଠୁ ଆଉ ଆମେ ଏମିତି କେବେ କରିବାନି। ବୋଉ ସେଇଠୁ ଚୁପ୍ ରହିଲା, କିଛି କହିଲାନି। ମୁଁ କହିଲି, ମୁଁ ଜାଣିଛି ବୋଉ ତୋର ବି ଇଚ୍ଛା ହେଉଛି। ତୁ ଥରେ ରାଜି ହୋଇଯା। ଆଜି ରାତି ସାରା ଆମେ ଖୁବ୍ ମଜା କରିବା। ପ୍ଲିଜ୍ ବୋଉ। ସେଇଠୁ ବୋଉ ମୋ ଆଡ଼କୁ ବୁଲିଲା ଆଉ ତା ହାତକୁ ଆଣି ମୋର ବାଣ୍ଡ ଉପରେ ରଖିଲା ଆଉ ଧୀରେ ଧୀରେ ହଲେଇଲା। ବୋଉ ମୋତେ କିଛି କହୁନଥାଏ ଆଉ ମୁଁ ତାକୁ କିଛି କହୁନଥାଏ। ତାପରେ ମୋର ଜଙ୍ଘ ଉପରେ ସେ ବସି ମୋର ବାଣ୍ଡକୁ ଧୀରେ ଧୀରେ ହଲେଇ ଆଉ ପାଟିରେ ଜିଭ ପୁରେଇ ମାରୁଥିଲା। ତାପରେ ବୋଉ ତା ମଙ୍ଗଳସୂତ୍ରକୁ କାଢ଼ି ଦେଇ ମୋର ମୁଷଳିଆ ବାଣ୍ଡରେ ଗୁଡ଼େଇଲା। ମୁଁ କହିଲି, ଏ କ'ଣ କରୁଛୁ? ବୋଉ କହିଲା, ଆଜି ରାତିକ ପାଇଁ ମୁଁ ତୋ ସ୍ତ୍ରୀ ଆଉ ତୁ ମୋର ସ୍ୱାମୀ। ସେଥିପାଇଁ ଏହି ମଙ୍ଗଳସୂତ୍ର ମୁଁ ମୋ ସ୍ୱାମୀକୁ ଦେଲି। ମୁଁ ସେଇଠୁ ହସିଲି ଆଉ ବୋଉକୁ କହିଲି, ଆଜି ତୋର ଏହି ସ୍ୱାମୀ ତୋତେ ତୋ ଜୀବନର ବେଷ୍ଟ ଗିହା ଦେବ। ତାପରେ ବୋଉ ତା ମଙ୍ଗଳସୂତ୍ର ମୋ ବାଣ୍ଡରେ ବାନ୍ଧି ମୁଣ୍ଡିଆ ମାରି ମୋ ବାଣ୍ଡକୁ ପାଟିରେ ନେଇ ଚାଲିଲା। ତାପରେ ମୁଁ ବୋଉକୁ ଶୁଆଇ ତାର ଦୁଧକୁ ଦଳି ତା ବିଆରେ ଗେହି ଚାଲିଲି। ତାପରେ ମୋ ବୋଉକୁ କୁକୁର ଭଳିଆ ଆସିବାକୁ କହିଲି। ବୋଉ ପୁରା କୁକୁର ଷ୍ଟାଇଲରେ ଆସିଲା ଆଉ ମୁଁ ତା ବିଆରେ ମୋର ବାଣ୍ଡ ପୁରେଇ ତାକୁ ନିର୍ଦ୍ଧୁମ ଗେହି ଚାଲିଲି। ବୋଉ ଖାଲି ଚିଲେଇ ଉଠୁଥାଏ। ମୁଁ ଜୋର ଜୋରରେ କରୁଥିବାରୁ ଭୁଲରେ ମୋର ବାଣ୍ଡ ବୋଉର ବିଆରୁ ବାହାରି ପୁରା ଗାଣ୍ଡିରେ ଗଳିଗଲା। ବୋଉ ଚିଲେଇ ଉଠିଲା। ମୋତେ କହିଲା, ଏ କ'ଣ କଲୁ? ଜଲ୍ଦି କାଟ, ମୋତେ କାଟୁଛି। ମୁଁ କହିଲି, ବୋଉ ଭୁଲରେ ହୋଇଗଲା। ପ୍ଲିଜ୍ ଆଜି ଟିକେ ତୋ ଗାଣ୍ଡି ବି ଦେ। ବୋଉ କାଲି ସାଙ୍ଗଠୁ ଗାଣ୍ଡିରେ ଖାଇଥିବାରୁ ତାକୁ ଏତେ କାଟୁନଥିଲା। ମୁଁ ବି ତାପରେ ତା ଗାଣ୍ଡିରେ ଗେହି ଚାଲିଥିଲି। ଏମିତି ଘଣ୍ଟାଏ ହେଲା ମୁଁ ବୋଉକୁ ଗେହୁଥିଲି। ହଠାତ୍ କିଏ ଗୋଟେ କବାଟ ବାଡ଼େଇଲା। ବୋଉ ମୁଁ ଆମେ ଡରିଗଲୁ। ତାପରେ ମୁଁ ଭାବିଲି ସାଙ୍ଗ ଆସିଥିବ। ବୋଉ ସେଇଠୁ ଶାଢ଼ୀ ପିନ୍ଧିବାକୁ ବାହାରିଥିଲା। ମୁଁ କହିଲି, ରହ, ସାଙ୍ଗ ଆସିଥିବ। ବୋଉ ସେଇଠୁ କିଛି କହିଲାନି ଆଉ ସେମିତି ମୁଣ୍ଡ ତଳକୁ କରି ଗାଣ୍ଡି ଟେକି ପଡ଼ି ରହିଲା। ମୁଁ ବି ସେମିତି ଲଙ୍ଗଳା ହୋଇ ଲାଇଟ୍ ଲଗେଇଲି ଆଉ ଯାଇ କବାଟ ଖୋଲିଲି। କିନ୍ତୁ ବାହାର ଦୃଶ୍ୟ ଦେଖି ମୁଁ ପୁରା ଡରିଗଲି। ସାଙ୍ଗ ସହିତ 4ଟା ବଡ଼ ବଡ଼ ଟୋକା ଆସିଥିଲେ। ସେମାନେ ମୋତେ ଧକ୍କା ମାରି ଭିତରକୁ ପଶିଗଲେ। ସେମାନେ ଭିତରେ ପଡ଼ିଛନ୍ତି ତ ମୋ ବୋଉକୁ ଏମିତି ଗାଣ୍ଡି ଦେଖି ଶୋଇଥିବାର ଦେଖି ସେମାନେ ତାଙ୍କର ପ୍ୟାଣ୍ଟ ଖୋଲିଲେ। ବୋଉ ମୋତେ କହିଲା, କ'ଣ ହେଲା? ତୋ ସାଙ୍ଗ ଗଲା? ମୁଁ ଆଉ କିଛି କହିପାରୁନଥାଏ। ମୁଁ ସେଇଠୁ ସାଙ୍ଗକୁ ପଚାରିଲି, ଏମାନେ କିଏ? ସାଙ୍ଗ କହିଲା, ଏମାନେ ମୋର ବଡ଼ ଭାଇ। ତୋ ବୋଉକୁ ପଟେଇବାର ପ୍ଲାନ୍ ଏମାନଙ୍କର ଥିଲା। ତୁ ଯାହାକୁ ଭାବୁଛୁ ତୋ ପ୍ଲାନ୍ ସେଇଟା ଆମେମାନେ ପ୍ଲାନ୍ କରିଥିଲୁ। ତୋ ବୋଉ ଯେତେବେଳେ ମୋତେ ପଇସା ମାଗେ ସେତେବେଳେ ଏମାନେ ହିଁ ପଇସା ଦେଇଥାନ୍ତି। ସେଥିପାଇଁ ଆଜି ଏମାନେ ତୋ ବୋଉକୁ ଗେହିବେ। ମୁଁ ସାଙ୍ଗକୁ ମନା କଲି, କହିଲି, ନା ସାଙ୍ଗ, ପ୍ଲିଜ୍ ଏମିତି କର ନାହିଁ। ସାଙ୍ଗ ମୋତେ ଗୋଟେ ଧକ୍କା ଦେଲା, କହିଲା, ତୁ ବହୁତ ଗେହିଲୁ। ତୋ ବୋଉକୁ ଏମାନେ କେମିତି ଗେହୁଛନ୍ତି ଦେଖ। ସେମାନଙ୍କର ପାଟି ଶୁଣି ବୋଉ ବୁଲି ପଡ଼ିଲା।
ଦେଖେ ତା ଗାଣ୍ଡି ପାଖରେ 4ଟା ଟୋକା ଠିଆ ହୋଇ ତାଙ୍କର 8 ଇଞ୍ଚିଆ ବାଣ୍ଡକୁ ହଲାଉଛନ୍ତି। ବୋଉ ଡରି ମୋତେ ଡାକିଲା। ସାଙ୍ଗ ବୋଉକୁ କହିଲା, ତୋ ପୁଅକୁ ବହୁତ ଖାଇଲୁ, ଏବେ ଏମାନେ ତୋତେ ଗେହିବେ। ବୋଉ ମନା କଲା। ସାଙ୍ଗ କହିଲା, ତୁ ଯଦି ଏମାନଙ୍କୁ ଶାନ୍ତି ନ କରିବୁ ତାହେଲେ ତୋ ପୁଅକୁ ଆଜି ଏଇଠି ମାରିକି ପୋତିଦେବେ। ବୋଉ ସେଠୁ ବାଧ୍ୟରେ ହଁ କହିଲା। ମୁଁ ସାଙ୍ଗକୁ ବୁଝାଉଥାଏ, ହେଲେ ସାଙ୍ଗ ମୋ କଥା ଶୁଣିଲାନି। ମୋତେ କହିଲା, ଚୁପଚାପ ରହ, ଆଜି ଗୋଟେ ରାତି ତୋ ବୋଉକୁ ଦେଇଦେ, ତାପରେ ତମମାନଙ୍କୁ ମୁଁ କାଲି ଛାଡ଼ିବି। ଆଉ ଅଧିକ କବିବୁ ଯଦି ତୋ ବୋଉର ମୋର ଯେଉଁ ଭିଡ଼ିଓ କରିଥିଲୁ ସେଇଟା ମୁଁ ଭାଇରାଲ କରିଦେବି। ମୁଁ ସେଇଠୁ ଆଉ କିଛି ନ କହି ଚୁପଚାପ ଦେଖିଲି। ସେମାନେ ସବୁ ଜିମ୍ ଯାଇ ବଡ଼ି ବନେଇଥିଲେ। ସମସ୍ତଙ୍କର ବାଣ୍ଡ 8-10 ଇଞ୍ଚ ଲେଖିଆ ହେବ। ସେମାନେ ମିଶି ବୋଉକୁ ଚାଟି ଚାଲିଲେ। ଆଉ ବୋଉକୁ ଆଣ୍ଠେଇ ଦେଇ ତା ମୁହଁ ପାଖରେ ଜଣେ ଜଣେ ହୋଇ ବାଣ୍ଡକୁ ଘଷିଲେ। ବୋଉ ଜଣ ଜଣ କରି ବାଣ୍ଡକୁ ପାଟିରେ ନେଲା। ତାପରେ ଜଣେ ବୋଉକୁ ଶୁଆଇ ଦେଇ ତା ବିଆରେ ତା ବାଣ୍ଡ ପୁରେଇଲା। ବୋଉ ଏତେ ବଡ଼ ନେଇନଥିବାରୁ ଚିଲେଇ ଉଠିଲା। ସେ ଚିଲେଇବା ପୂର୍ବରୁ ଜଣେ ତାର ବାଣ୍ଡକୁ ନେଇ ବୋଉର ପାଟିରେ ପୁରେଇ ଦେଲା। ବୋଉ ଆଉ ଚିଲେଇ ବି ପାରୁନଥାଏ। ଆଉ ଜଣେ ତା ବାଣ୍ଡ ବୋଉ ହାତରେ ଥୋଇଲା। ବୋଉ ତାକୁ ହଲେଇବାକୁ ଲାଗିଲା। ତାପରେ ଆଉ ଜଣେ ବୋଉକୁ ଟେକି ତା ଉପରେ ଶୁଆଇ ଦେଲା। ଆଉ ତା ପଛପଟେ ଗାଣ୍ଡିରେ ତା ବାଣ୍ଡକୁ ପୁରେଇଲା। ବୋଉ ଚିଲେଇ ବି ପାରୁନଥିଲା। ଏମିତି କରି ଜଣେ ବୋଉର ବିଆରେ, ଜଣେ ଗାଣ୍ଡିରେ, ଜଣେ ପାଟିରେ ଦେଇ ଚାଲିଲେ। ବୋଉର ଆଖି ଲୁହ ଖାଲି ଝରି ପଡ଼ୁଥାଏ। ଏମିତି ସେମାନେ 3 ଘଣ୍ଟା ପର୍ଯ୍ୟନ୍ତ ଜଣେ ଜଣେ କରି ବୋଉକୁ ଘେଇ ଚାଲିଲେ। ସକାଳ 5ଟା ହୋଇଗଲା। ସେମାନେ ସମସ୍ତେ ତାଙ୍କର ବାଣ୍ଡ ପାଣି ବୋଉର ମୁହଁରେ ଢାଳିଲେ। ବୋଉ ଆଉ କିଛି କହିପାରୁନଥାଏ। ସେଠୁ ସାଙ୍ଗ ମୋତେ ବସ୍ ଟିକେଟ୍ ଦେଇ କହିଲା, ସନ୍ଧ୍ୟା 6ଟାରେ ବସ୍ ଅଛି, ତ ବୋଉ ଉଠିଲେ ତାକୁ ନେଇକି ପଳେଇବୁ। ମୁଁ ହଁ କହିଲି। ଆଉ ସେମାନେ ମୋତେ 10,000 ଟଙ୍କା ଦେଇକି ପଳେଇ ଗଲେ। ବୋଉ ଚାଲିପାରୁନଥିଲା। ମୋ ବୋଉକୁ ଉଠେଇ ନେଇ ଗାଧୁଆ ଘରକୁ ନେଲି। ତା ଦେହକୁ ଭଲ ଭାବରେ ଧୋଇଲି। ଏତେ ସବୁ ଦେଖି ମୁଁ ବି ଆୟତ୍ତ କରିନପାରି ମୁଁ ବି ବୋଉକୁ ଗାଧୁଆ ଘରେ ଶୁଆଇ ନିର୍ଦ୍ଧୁମ ଘେଇ ଚାଲିଲି। ବୋଉ ମୋତେ କିଛି କହିଲାନି। ମୁଁ 30 ମିନିଟ୍ ପରେ ତା ବିହାରେ ହିଁ ଝଡ଼ିଲି। ବୋଉ କିଛି କହିଲାନି। ତାପରେ ତାକୁ ଧୀରେ ଧୀରେ ଉଠେଇ ରୁମ୍କୁ ଆଣି ଶୁଆଇଲି। ଆଉ ତା ପାଇଁ ରୋଷେଇ କରିଲି। ସେ 2ଟାରେ ଉଠିଲା। ତାହାର ମୋର ମିଶି ଆମେ ଖାଇଲୁ। ସେ ମୋତେ ଯାହା ହୋଇଛି ସବୁ କାହାକୁ ନ କହିବାକୁ କହିଲା। ମୁଁ ବି ସାଙ୍ଗ ନମ୍ବରକୁ ବ୍ଲକ୍ କରିଲି। ଆଉ କାଲି ରାତିରେ ହିଁ ଲୁଚି କରି ତା ଫୋନରୁ ସେ ଭିଡ଼ିଓ ଡିଲିଟ୍ ମାରିଦେଲି। 5ଟାରେ ଆମେ ବାହାରିଲୁ। ବୋଉ ଟିକେ ଟିକେ ଛୋଟଉଥିଲା। ମୁଁ ଘରେ କଲ୍ କରି କହିଦେଇଥିଲି ଯେ ମୁଁ ଗଲାବେଳେ ମାମୁଁ ଘରୁ ବୋଉକୁ ନେଇକି ଯିବି। ତାପରେ ଆମେ ଦୁହେଁ ଯାଇ ବସ୍ରେ ବସିଲୁ। ବୋଉ ଔଷଧ ଖାଇଥିବାରୁ ତାକୁ ଟିକେ ଭଲ ଲାଗୁଥିଲା। ଆମେ ବସ୍ର ପଛ ସିଟ୍ରେ ବସିଥିଲୁ। ମୁଁ ବି ବୋଉକୁ କହିଲି, ମୁଁ ଯାହା କହିବି ତୁ କରିବୁ, ନହେଲେ ତୋ କଥା ମୁଁ ବାପାଙ୍କୁ କହିଦେବି। ତେଣୁ ବାଟ ସାରା ମୁଁ ବୋଉର ଦୁଧକୁ ତଳିଲି ଆଉ ତା ବିହାରେ ଆଙ୍ଗୁଳି ପୁରେଇଲି। ବୋଉ କିଛି କହିଲାନି। ତାପରେ ଆମେ ଘରେ ପହଞ୍ଚିଲୁ। କିଛି ଦିନ ଗଲା। ମୁଁ ବୋଉକୁ କିଛି କହୁନଥାଏ। ଯେତେବେଳେ ଘରେ କେହି ନଥିବେ ମୁଁ ବୋଉକୁ ପ୍ରବଳ କିହେ। ଦିନେ ମୁଁ ବୋଉକୁ କହିଲି, ତୁ ପଇସା କମେଇବାକୁ ଚାହୁଁଛୁ? ଦିଦି ତ ଘରେ ରହୁନି, ଆଉ ବାପା ବି ମାସକୁ 15 ଘରେ ତ 15 ଦିନ ବାହାରେ। ତୁ ଚାଲ ମାଳିସାହି ଧନ୍ଦା କରିବୁ, ଆମେ ମିଶି ପଇସା କମେଇବା। ବୋଉ ମୋତେ ମନା କଲା। ମୁଁ ଜୋରସେ ତାକୁ ମୋ ଆଡ଼କୁ ମାଡ଼ି ବସି ତା ବିଆରେ ମୁଁ ବାଣ୍ଡ ଘଷି କହିଲି, ମୁଁ ଯାହା କହୁଛି କର, ନହେଲେ ଜାଣିଥିବୁ ଯେ କ'ଣ ହବ। ସେଠିକାର ଲୋକ ମୋର ଚିହ୍ନା। ସେମାନଙ୍କ ସହ ମୁଁ କଥା ହୋଇଛି। ସେମାନେ କହିଲେ ସେମାନେ ଆଗେ ତୋତେ ଘେଇକି ଦେଖିବେ ତୁ କେମିତିକା ମାଲ, ତାପରେ ତୋ ରେଟ୍ ଫିକ୍ସ କରିବେ। ଆଉ ଲୋକ ଆଣି ତୋତେ ରୁମ୍ ବି ଦେବେ। ମୁଁ ସେମାନଙ୍କୁ କହିଛି ତୁ ମାସକୁ 10ରୁ 15 ଥର ଯିବୁ। ସେମାନେ ବି ରାଜି ଅଛନ୍ତି। ବୋଉ ଆଉ କିଛି କହିଲାନି। ମୁଁ ସେଇଠୁ ତାକୁ କହିଲି, ଆଜି ରାତିରେ ଯିବା, ତୁ ରେଡ଼ି ହୋଇକି ଯାଇଥିବୁ। ବୋଉ ହଁ କହି ଯିବାକୁ ଲାଗିଲା। ମୁଁ ତାକୁ ମୋ ଆଡ଼କୁ ମାଡ଼ି ବସି କହିଲି, ରାତିରେ ଯିବା, ସେ ପର୍ଯ୍ୟନ୍ତ ମୋତେ ତ ଟିକେ ଖୁସି କର। ମୁଁ ସେଇଠୁ ତାକୁ ଖଟରେ ଶୁଆଇ ତା ବିଆକୁ ଚାଟି ଚାଲିଲି। ତାପରେ ତାକୁ ଗେହିଲି। ରାତି 10ଟାରେ ମୁଁ ତାକୁ ସେ ଲୋକ ପାଖକୁ ନେଲି। ସେ ବୋଉକୁ ନେଇ ଗୋଟେ ରୁମ୍କୁ ଗଲା। ମୁଁ ବି ଗଲି। ସେ ବୋଉକୁ ଦେଖି କହିଲା, ଏଭଳି ମାଲ ତୁ କୋଉଠି ରଖିଥିଲୁ? ମୁଁ ତାକୁ ମିଛରେ କହିଲି, ଆମ ଘର ପାଖରେ ରୁହେ। ସେ ସେଇଠୁ ବୋଉକୁ ସେଠି ଖଟରେ ଶୁଆଇ ତାକୁ ନିର୍ଦ୍ଧୁମ ଘେହି ଚାଲିଲା।
ତାପରେ ସେ ତା ବିଆରେ ହିଁ ସବୁ ପାଣିକୁ ଛାଡ଼ିଲା। ମୋ ବୋଉକୁ ଛୁଆ ନ ହେବା ଔଷଧ ଦେଇଥିବାରୁ ସେ ବୋଉ ବିଆରେ ନିର୍ଭୟରେ ପାଣି ଛାଡ଼ି ଚାଲିଲା। ସେ ମୋ ପାଖକୁ ଆସି କହିଲା, ଏଭଳି ମାଇକିନା 3000ରେ ଯିବେ, ତୁ କ'ଣ କହୁଛୁ? ଏଥିପାଇଁ ମୁଁ ଦିନକୁ 10ରୁ 15 ଥର 15ଟା କଷ୍ଟମର ଦେବି, ସେହି ରୁମ୍ରେ ହିଁ ଆକୁ କରିବେ। ମୁଁ ରାଜି ହୋଇଗଲି। ଆଉ ସେଇଦିନ ହିଁ ବୋଉକୁ 20 ଜଣ ଲୋକ କେହିଲେ। ମୁଁ ଏମିତି ପ୍ରତି ମାସକୁ 10 ଲକ୍ଷରୁ 15 ଲକ୍ଷ ଟଙ୍କା କମେଇଲି। ଏବେ ବୋଉର ବି ଅଭ୍ୟାସ ହୋଇଗଲାଣି। ବୋଉ ସେ ରୋଷେଇ କାମ ଛାଡ଼ିଦେଲା। ମାଳି ସାହିରେ ବୋଉର କ୍ରେଜ୍ ପ୍ରବଳ। 15 ଦିନରେ 200-300 ଲୋକ ଯାଆନ୍ତି ବୋଉକୁ ଘେଇବାକୁ। ବୋଉ ବି ଏବେ ପୁରା ବିଧେଇ ହୋଇଗଲାଣି। ଘରେ ଯଦି ବାପା ଥିବେ ସେ ମୋତେ ଗାଧୁଆ ଘରକୁ ନେଇ ମୋ ଠାରୁ ନିର୍ଦ୍ଧୁମ ଗିଆ ଖାଏ। ଏମିତି କରି ମୁଁ ମୋ ବୋଉକୁ ମାଳି ସାହିର ରାଣୀ କରିଦେଲି। ଆଉ ଏ ଷ୍ଟୋରି ମୁଁ ମୋ ବୋଉ ସହ ଏବେ ଘିଆ ଘିଏ କରିସାରିବା ପରେ ଲେଖୁଛି। ତ ଦର୍ଶକ ବନ୍ଧୁ, କାହାଣୀଟି ଏଇଠି ସମାପ୍ତ ହେଉଛି। କାହାଣୀଟି ଆମ ପାଖକୁ ଆମର ଜଣେ ଭାଇ ପଠାଇଥିଲେ, ଯାହାକି ତାଙ୍କର ନିଜସ୍ୱ କାହାଣୀ। ଯଦି ଆପଣମାନେ ମଧ୍ୟ ଆପଣଙ୍କର କାହାଣୀକୁ ପଠାଇବାକୁ ଚାହୁଁଛନ୍ତି, ତାହେଲେ ଟେଲିଗ୍ରାମକୁ ଯାଇ ସର୍ଚ୍ଚ କରନ୍ତୁ ଓଡ଼ିଆ ଷ୍ଟୋରି ଅଙ୍କିତ ଚିର। ଆଉ ଜଲ୍ଦି ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୁଅନ୍ତୁ। ରହୁଛି, ଧନ୍ୟବାଦ।